ମା ମା ଆଜିର ବିଷୟ ବस्तु ଭଗବତ ଏକତ୍व ଦ୍ୱାରା ଉପଲବ୍ଧ ଜ୍ଞାନ। ପୃଥିବୀରେ ଭଗବତ ଇଚ୍ଛାର କାର୍ଯ୍ୟ। ଭଗବତ ଏକତ୍ବ ଦ୍ୱାରା ଉପଲବ୍ଧ ଜ୍ଞାନ। ପୃଥିବୀରେ ଭଗବତ ଇଚ୍ଛାର କାର୍ଯ୍ୟ। ଭଗବତ ଏକତ୍ବ ବା ଭଗବାନଙ୍କ ସହିତ ଏକତ୍ବ ହେଲେ ଆମ ଭିତରେ ଯୋଉ ଜ୍ଞାନ ଉପଲବ୍ଧି ହୁଏ ଏବଂ ଭଗବାନଙ୍କ ଇଚ୍ଛା ଅନୁସାରେ ପୃଥିବୀରେ କୋଉ ପ୍ରକାର କାର୍ଯ୍ୟ ହଉଛି, କଣ ହଉଛି, କେମିତି ହଉଛି। ଆମେ ଆମେ ମାତୃ ରଚନା ଭଳି ଏଇ ଯୋଉ ଭାଗ ଗୁଡିକ ପଢି ପଢି ଆସୁଛନ୍ତି, ଇଏ ଆମକୁ ପ୍ରତ୍ୟେକ ବିଷୟରେ ଜ୍ଞାନ ଯୁକ୍ତ କରାଉଛି। ଆମେ ପାର୍ଥକ୍ୟ ବୋଧ କରିବା, ଆମର ଚେତନାର ସ୍ତର, ଆମର ସତ୍ତା ଗୁଡିକୁ ଜାଣିବା। ମା ଲେଖୁଛନ୍ତି କୌଣସି ବସ୍ତୁ ଯାହା କିଛି ହୋଇଥାଉ ପଛକେ ଏକାତ୍ମକତା ଦ୍ୱାରା ସେଇଟି ବିଷୟରେ ସଜ୍ଞାନ ହୋଇପାରିବାର ସାମର୍ଥ୍ୟଟିକୁ ହିଁ ଚେତନା ବୋଲି କୁହାଯିବ। ମାତ୍ର ଦିବ୍ୟ ଚେତନା କେବଳ ସଜ୍ଞାନ ହିଁ ହୋଇ ରହିନଥାଏ, ତାହା ଜାଣେ ଏବଂ ସମ୍ପନ୍ନ ବି କରାଏ। କାରଣ କେବଳ ସଜ୍ଞାନତାକୁ ଆମେ କଦାପି ଜ୍ଞାନ ବୋଲି କହିବା ନାହିଁ। ଉଦାହରଣ ସ୍ୱରୂପ କୌଣସି ଏକ ସ୍ପନ୍ଦନ ବିଷୟରେ ସଜ୍ଞାନ ହେବାର ଅର୍ଥ ନୁହେଁ ଯେ ତୁମେ ସେଇଟି ବିଷୟରେ ସବୁ କିଛି ଜାଣିପାରିଲ। ଆମର ଚେତନା ଯେତେବେଳେ ଦିବ୍ୟ ଚେତନାଟି ମଧ୍ୟରେ ଅଂଶଗ୍ରହଣ କରିବାକୁ ସମର୍ଥ ହୁଏ, ସେତିକି ବେଳେ ଯାଇ ଏକାତ୍ମକତା ଅର୍ଜନ କରି ଆମ ଚେତନା ସେଇ ବସ୍ତୁଟି ବିଷୟରେ ପୂର୍ଣ୍ଣ ଜ୍ଞାନ ଲାଭ କରେ। ମା କହୁଛନ୍ତି କୌଣସି ବସ୍ତୁ ବିଷୟରେ ଆମେ ବାହାରୁ ସାଧାରଣତଃ ଦେଖୁ, ତେଣୁ ସେ ବିଷୟରେ ଅଧିକ ଜାଣିନଥାଉ। ଯାହା ଜାଣିଥାଉ ସେଟା ହଉଛି ଆମର ନିଜର ଦୃଷ୍ଟିକୋଣ। ଯେତେବେଳେ ତା ସହିତ ଏକାତ୍ମ ହବ, ତାହେଲେ ତା ବିଷୟରେ ତୁମର କିଛି ଜ୍ଞାନ ଆସିପାରେ, ତାକୁ ସଜ୍ଞାନ ବୋଲି କହୁଛନ୍ତି। ଯୋଉ ଏକାତ୍ମତା ଦ୍ଵାରା ଯୋଉ ସଜ୍ଞାନ ଆସିବ, ସେଇଟାକୁ ଆମେ ଚେତନା ବୋଲି ମା କହୁଛନ୍ତି। ସେଇ ସଜ୍ଞାନ ହୋଇପାରିବାର ସାମର୍ଥ୍ୟକୁ ଚେତନା ବୋଲି କୁହାଯିବ। ଆମେ ସେଥିପାଇଁ କହୁ ଆମେ ସଚେତନ ହେଲୁ, ଯୋଉ କହୁ। କିନ୍ତୁ ଦିବ୍ୟ ଚେତନାଟା ଏଇ ସଜ୍ଞାନ ଠାରୁ ଆଉ ଟିକେ ଅଲଗା। କଣ ଅଲଗା? ଏଠି ଏକ୍ସାମ୍ପଲ ଦେବା ପାଇଁ ଯାଇ ମା କହୁଛନ୍ତି, ତୁମେ ଯୋଉ ଯାହା ବିଷୟରେ ସଜ୍ଞାନ ହେଇଥାଅ, ତା ଅର୍ଥ ନୁହଁ ଯେ ତୁମେ ତା ବିଷୟରେ ସବୁ କିଛି ଜାଣିବ। ଆମେ ସାଧାରଣତଃ ବୁଝୁଥାଉ ଯେ ଜଣେ ଜଣଙ୍କ ସହିତ ଯେତେବେଳେ ଏକାତ୍ମ ହଉଛି, ସେତେବେଳେ ସେ ତା ବିଷୟରେ ସବୁ କିଛି ଜାଣିପାରେ। କିନ୍ତୁ ଆପଣ ଦେଖିବେ ବେଳେ ବେଳେ କଣ ହୁଏ, ଆମେ ଯେତେବେଳେ କୌଣସି ଏକ ବସ୍ତୁ ସହିତ, କୌଣସି ଏକ ବ୍ୟକ୍ତି ସହିତ ଯଦି ଏକାତ୍ମ ହଉ, ଆମେ କଣ କରୁ ନା ତା ଭିତରେ କୁଆଡେ କୁଆଡେ ହଜିଯାଉ। ମନେ କରାଯାଉ, ଆମେ ଗୋଟେ ଏକ୍ସାମ୍ପଲ ଜଷ୍ଟ ଆମେ ଗୋଟେ ବାହାର ଦୃଷ୍ଟିକୋଣରୁ ଭାବିବା ଯେ ମୋର ଗୋଟେ ସମସ୍ୟା ଅଛି, ମୁଁ ଯାଇକି ପହଞ୍ଚିଛି ଡାକ୍ତରଙ୍କ ପାଖରେ ହଉ କିମ୍ବା ମୋର ଶିକ୍ଷକଙ୍କ ପାଖରେ ହଉ। ମୋର ଗୋଟେ ସମସ୍ୟା ଅଛି ଶିକ୍ଷକଙ୍କ ପାଖରେ। ଶିକ୍ଷକ ମତେ ପଚାରିକି ବୁଝିବେ। ଯଦି ଶିକ୍ଷକ ମୋ ସହିତ ଏକାତ୍ମ ହେଇଗଲେ, ତାହେଲେ ଆମେ ଭାବିବା, ବା ଡାକ୍ତର ମୋ ସହିତ ଏକାତ୍ମ ହେଲେ ଆମେ ଏକଥା ଆମେ ଭାବିଥାଉ ଯେ କଣ ହବ ନା, ତାହେଲେ ଡାକ୍ତର ମୋ ସହିତ ଏକାତ୍ମ ହେଇଗଲେ, ତାହେଲେ ସେ ସେତେବେଳେ ଜାଣିଗଲେ ଯେ ମୋର କୋଉଠି ଦେହ ଖରାପ ହେଇଛି, ମତେ କୋଉ ଭଳିଆ ଫିଲିଙ୍ଗସ ହଉଛି। ଡାକ୍ତର ମତେ ବାରମ୍ବାର ପଚାରୁଛନ୍ତି ତମର ପେଟ କଣ ହଉଛି ତ, କୋଉ ଭଳିଆ ହଉଛି। ମୁଁ କିନ୍ତୁ କହିପାରୁନି, ମୁଁ କହୁଛି ଏମିତି ବୁଲୁଛି, ଏମିତି ହାନ୍ଦୁଳି ହଉଛି। ସେ କହିବ କେମିତି ହାନ୍ଦୁଳି ହଉଛି, କଣ ଲାଗୁଛି, ମୁଁ କହିପାରୁନି। ତେଣୁ ଆମେ ଭାବିବା ଯଦି ଡାକ୍ତର ମୋ ସହିତ ଏକାତ୍ମ ହେଇଗଲେ, ତାହେଲେ ସେ ଜାଣିପାରିବେ କଣ ହେଇଛି। କିନ୍ତୁ ତାର ଏକ ପରିଣାମ ଅଲଗା ପ୍ରକାର ଘଟେ। ବେଳେ ବେଳେ, ଅନେକ ସମୟରେ ଘଟେ, ବେଳେ ବେଳେ ଅନେକ ସମୟ ଘଟେ। କଣ, ଆମେ ଯେତେବେଳେ ଏକାତ୍ମ ହେଇଗଲେ ସେ ମୋ ସହିତ, ସେତେବେଳେ ମୋର ଅନ୍ୟାନ୍ୟ ସବୁ ଜିନିଷ ସହିତ ସେ ଏକାତ୍ମ ହେଇଗଲେ। ତେଣୁ ସିଏ ଯେ ପେଟ ବିଷୟରେ ଜାଣିବା ପାଇଁ ଏକାତ୍ମ ହେଇଥିଲେ, ସେଇଟା ଆଉ ମନେ ନଥାଇପାରେ। କଣ ହବ ନା, ମୋର ଅନ୍ୟାନ୍ୟ ଯାବତୀୟ ଯୋଉ ଗତି ସ୍ପନ୍ଦନ ରହିଛି, ସେ ତା ଭିତରେ ନିଜେ ହଜିଯିବେ। କାହିଁକିନା ମୁଁ ତ ଭଗବାନଙ୍କର ପୂର୍ଣ୍ଣ ରୂପେ ପରିପ୍ରକାଶ କରିପାରି ନାହିଁ। ମୁଁ ଭଗବାନଙ୍କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିପାରି ନାହିଁ, ବା ମୋ ଯନ୍ତ୍ରଟି ପୁରା ଶୁଦ୍ଧ ଯନ୍ତ୍ର ହେଇଯାଇ ନାହିଁ, ଯଦ୍ଵାରା ସିଏ ମୋ ଭିତରେ ମୋ ସହିତ ଏକାତ୍ମ ହେଲେ ଭଗବାନଙ୍କ ଚେତନାରେ ରହିବେ। ତେଣୁ ପୁଣି ଆସିକି ନିଜ ଚେତନାରେ ପ୍ରବେଶ କରିବେ, କିଛି ଅସୁବିଧା ହବନି।
ମୁଁ ବି ରହିଛି ଅଜ୍ଞାନମୟ ଚେତନାରେ, ମୋ ଭିତରେ ବି ଅଜ୍ଞାନତା ଅନ୍ଧକାର ତାର କ୍ରିୟା ଚାଲିଛି। ତେଣୁ ତା ଭିତରେ ସେ କଣ ହନ୍ତି ନା କୁଆଡେ ହଜିଯାଏ। ତେଣୁ କେତେବେଳେ କେତେବେଳେ ସେ ମୋ ସହିତ ଯେତେବେଳେ ଏକାତ୍ମ ହୁଏ ବା କୌଣସି ଗୋଟେ ବିଷୟରେ ଜାଣିବାକୁ ଚାହିଁବେ, ପୂର୍ଣ୍ଣ ଭାବେ ଜାଣିପାରିବେ ନା ଯେତେବେଳେ ଭଗବତ ଚେତନାରେ ଭଗବତ ଚେତନାରେ ନିଜେ ଥାଇକରି ଏକାତ୍ମ ହେବେ, କିମ୍ବା ନିଜେ ଭଗବାନଙ୍କ ସହିତ ଏକାତ୍ମ ହେଇଯିବେ। ଯେତେବେଳେ ଆମେ ଭଗବାନଙ୍କ ସହିତ ଏକାତ୍ମ ହେଇଯାଉଛୁ, ସେତେବେଳେ ଯୋଉ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ, ତାର ଆଗ ପଛ, ତାର ଭିତର, ତାର ବାହାର, ସବୁ ଜିନିଷ ଗୁଡିକ ଆମେ ଉର୍ଦ୍ଧ୍ୱରୁ ରହିକି ତାକୁ ଦେଖିଲା ଭଳିଆ ଆମେ ସବୁ ଦେଖାଯାଏ ଆମକୁ। ଆମେ ତା ସହିତ ଏକାତ୍ମ ହେଇଯାଇଛୁ, କିନ୍ତୁ ଏକ ଦିବ୍ୟ ଚେତନାରେ ରହିକି ଏକାତ୍ମ ହଉଛୁ। ସେତେବେଳେ ଆପଣ ଚିନ୍ତା କରନ୍ତୁ, ଗୋଟେ ପିଲାଟିଏ ଯେତେବେଳେ ଖେଳେ, ସିଏ ତାର ଚେତନାରେ ରହିକି ଖେଳେ। ଆମେ ଯେତେବେଳେ ବଡ ମାନେ ତାଙ୍କ ସହିତ ସେଇ ଖେଳଟା ଖେଳୁଥାଉ। ଆମେ ଏବେ ଗୋଟେ ଛୁଆଟେ 4 ବର୍ଷ 4.5 ବର୍ଷ ହବ, ତା ସହିତ ୱାର୍ଡ ଗେମ୍ ଖେଳ ହଉଥିଲା। ୱାର୍ଡ ଗେମ୍ ଖେଳ ହେଲା ବେଳେ ଫାଇନାଲି ସିଏ ଜିତିଗଲା। ପ୍ରଥମ ଥର ସିଏ ଜିତିଗଲା, ଦ୍ୱିତୀୟ ଥର ଜିତିଗଲା, ତୃତୀୟ ଥର ତାର ଟିକେ କମିଗଲା। ସିଏ ମଝିରେ ଯେତେବେଳେ ଦ୍ୱିତୀୟ ଥର ଜିତିଗଲା, ସେତେବେଳେ ସେ ଗୋଟେ ବଢିଆ କମେଣ୍ଟସ୍ ଟେ କଲା। କହିଲା କହିଲା ହଁ ମୁଁ ଜାଣିଛି, ବାବା ଯେତେବେଳେ ଖେଳନ୍ତି ଆଉ ଆପଣ ବି ଖେଳୁଛନ୍ତି, ମତେ ଜିତେଇବା ପାଇଁ ଆପଣ ଜାଣି ଶୁଣିକିରି ହାରୁଛନ୍ତି। ଏଇ ଯୋଉ ଆମେ ଯେତେବେଳେ ଗୋଟେ ପିଲା ସହିତ ଖେଳୁ, ସେତେବେଳେ ଆମେ ନିଜେ ଜାଣିଥାଉ, କିନ୍ତୁ ତା ସହିତ ରହି ତାରି ଲେବୁଲରେ ସେ ଶବ୍ଦ ଗୁଡାକ ପୂରଣ କରୁ। କାହିଁକିନା ଆମେ ଯଦି ମୁଁ ଉଚ୍ଚତର ଶବ୍ଦ, ଯୋଉ ଶବ୍ଦ ଗୁଡାକ ନୂଆ ନୂଆ ଶବ୍ଦ କହିବି, ବେଶୀ ନୂଆ ଶବ୍ଦ ଯୋଉଟା କି ତା ଭେଜାରେ ପଶିବ ନାହିଁ, ତେବେ ତାକୁ କିଛି ଲାଭ ହବନି। ସିଏ ଯୋଉ ଲେବୁଲରେ ଗ୍ରହଣ କରିବ, ଆମେ ସେଇ ଲେବୁଲରେ କଣ କରୁ, ଶବ୍ଦ ଖେଳୁ ବା ଉଦାହରଣ ନଉ ବା ତା ସହିତ ଖେଳ ବେଳେ କଥାବାର୍ତ୍ତା କରୁ। ଆମେ ଜାଣି ଶୁଣିକି ଟିକେ ଏପଟ ସେପଟ ମାରୁ। ଏମିତି କରିବା ଦ୍ଵାରା କଣ ହବ ନା, ପିଲା ଭିତରର ଉତ୍ସାହ ଟା ବଢିବ। ତାକୁ ଆମେ ଶିକ୍ଷା ଦେବା ପାଇଁ ହଉ, ତା ଭିତରେ ଉତ୍ସାହ ଦେବା ପାଇଁ ହଉ, ଆମେ ସେତେବେଳେ ଉର୍ଦ୍ଧ୍ୱତର ଚେତନାରେ ଥାଉ, ମାନେ ଉର୍ଦ୍ଧ୍ୱତର ଅଧିକ ଜ୍ଞାନ ଥାଏ, କିନ୍ତୁ ତାରି ଲେବୁଲ ଯାଇକିରି ଆମେ ତାରି ଭଳିଆ ଯେମିତି ଛୁଆ ପିଲା ଖେଳିଲା ଭଳିଆ ଖେଳୁ। ସେଠି ଯେମିତି ଆମେ ଅଧିକ ଜ୍ଞାନୀ ହେଇକିରି, ଜ୍ଞାନ ଥାଇକି ମଧ୍ୟ ତା ଲେବୁଲରେ ଖେଳୁ, ଯେତେବେଳେ ଆମେ ଭଗବତ ଚେତନାରେ ରହୁଛୁ, ସେତେବେଳେ କଣ ହୁଏ, ପ୍ରତ୍ୟେକ ବସ୍ତୁ ସମ୍ପର୍କରେ ତାର ସମ୍ପୂର୍ଣ୍ଣ ଜ୍ଞାନଟି ଆମର ଆସେ। ମା ସେଇଟାକୁ କହୁଛନ୍ତି, ଯେତେବେଳେ ଦିବ୍ୟ ଚେତନାରେ ତୁମେ ରହିକରି ଏକାତ୍ମ ଅର୍ଜନ କର, ସେତେବେଳେ ସେଇ ବସ୍ତୁଟି ବିଷୟରେ ପୂର୍ଣ୍ଣ ଜ୍ଞାନ ଲାଭ କରିଥାଏ। ତାପରେ ମା ଲେଖୁଛନ୍ତି ଏଠି ଯେ, ତୁମେ ବେଳେ ବେଳେ ଏକାତ୍ମତା ଆମକୁ ଜ୍ଞାନ ପରିବର୍ତ୍ତେ ଅଜ୍ଞାନ ମଧ୍ୟକୁ ଚଳାଇ ନେଇଯାଏ। ଚେତନା ଯେଉଁଠି ସହିତ ଏକାତ୍ମ ଅର୍ଜନ କରିଥାଏ, ସେ ନିଜେ ବି ତାରି ଭିତରେ କୁଆଡେ ହଜିଯାଏ। ତାପରେ ଯଥାର୍ଥ କାରଣ ଗୁଡିକୁ, ସହଚାରୀ ଗୁଣ ଗୁଡିକୁ, ପରିଣାମ ଗୁଡିକୁ ଯଥାର୍ଥ ଭାବରେ ଠୌରା ନେଇପାରିବାକୁ ତାହା ମୋଟେ ସମର୍ଥ ହୋଇପାରେ ନାହିଁ। ତେଣୁ ଏଇ ପ୍ରକାରର ଘଟଣା ହୁଏ ଯେତେବେଳେ ଆମେ ଭଗବତ ଚେତନାରେ ନ ରହି ଅନ୍ୟ କାହା ସହିତ ଏକାତ୍ମ ହଉ। ଯେତେବେଳେ ଆମର ସତ୍ତାଟି କ୍ରୋଧର ସ୍ପନ୍ଦନ ସହିତ ଏକାତ୍ମ ହେଇଯାଏ, ସେତେବେଳେ କଣ ଅସୁବିଧା ହବ ଚିନ୍ତା କରନ୍ତ। କ୍ରୋଧର ସ୍ପନ୍ଦନ ସହିତ ଯେତେବେଳେ ଏକାତ୍ମ ହେଇଯାଆନ୍ତି, ସେତେବେଳେ ସେ ଏକା ବେଳକେ ଅନ୍ଧ ହେଇ ରହିଯାଏ, ଉଗ୍ର ପ୍ରଚଣ୍ଡ ହୋଇ ରହିଥାଏ, ଆଉ ସବୁ କିଛି ବିଷୟର ଗୋଟା ସୁଦ୍ଧା ଆଖି ବୁଜି ବସିଥାଏ। ଯେତେବେଳେ ଆମେ ରାଗି ଯାଆନ୍ତି, ତାମାନେ ସେଇ ଯୋଉ ରାଗ ସତ୍ତା, କ୍ରୋଧ ସତ୍ତା ସହିତ ଆମେ ଏକାତ୍ମ ହେଇଯାଆନ୍ତି, ଆମର ଅବସ୍ଥା ଏଇପରି ପ୍ରକାରରେ ବିକ୍ଷୁବ୍ଧ ଆମ ଭିତରେ ଆସି ପ୍ରବେଶ କରେ। ଆମେ ବିକ୍ଷୁବ୍ଧ ହେଇଯାଉ। ସେତେବେଳେ ଆମର ଅନ୍ୟ ସମସ୍ତ ଜ୍ଞାନ ସେତେବେଳେ ଅନ୍ଧ ହେଇଯାଏ। ଆମେ ଚକ୍ଷୁହୀନ ହେଇଯାଉ ସେଇ ସମୟରେ। ଏବଂ ଏଇ ଯୋଉ ସାଧାରଣ ପରିସ୍ଥିତିରେ ଥିଲାବେଳେ ତାଠାରୁ ନିଜକୁ ପ୍ରତ୍ୟାହିତ କରି ଆଣିବା ଏତେ ସହଜ ହୁଏ ନାହିଁ। ଆମ ପାଇଁ ସବୁବେଳେ କରଣୀୟ ରହୁଛି, ମା କହୁଛନ୍ତି, ଦିବ୍ୟ ଚେତନା ଆପଣାର ବସ୍ତୁଟି ସହିତ ଆପଣାକୁ ଯେପରି ଭାବରେ ଏକାତ୍ମକ କରି ରଖିଥାଏ, ସେ ତଦ୍ଵାରା ତାହାକୁ ପରିପୂର୍ଣ୍ଣ ଭାବରେ ଜାଣିପାରେ। କାରଣ ତାହା ସବୁବେଳେ ମର୍ମସ୍ଥ ଅସଲ ସତ୍ୟଟି ସହିତ
अथवा प्रत्येक विषय मध्य अंतर्निहित असल विधानटी सहित एकात्मता लाभ करिथाए एवं सेही क्षेत्र रे ताहा जे केवल जाने सेतिकी नुहे मात्र सेही ज्ञानटी को लाभ करी ताहा जहा घटू करी इच्छा करुथाए ताहा ही घटाई पारे जेतेबेले आमे दिव्य चेतनार रही परमଙ୍କ सहित एकीभूत हेई कार्य करू सेतेबेले से जो घटनाटी जेमिति घटिबा कथा से विषय से जानी पारे एवं जो भली भाबरे घटनाटी घटिले सर्वोत्तम घटिबो से ता निजे करि पारे एटी आ गोटे कथा आपण देखंतु आगुरु बारंबार कुआ जाए तमे जेतेबेले समाधिस्थ होगाकू जाउछ बा जोग क्रिया किछि करूछ प्राणायाम करूछ सेतेबेले तुम पाखरे गुरु रहिबा विधेय तुमे गुरु को तत्वावधान रे कर तार कारण होची एई भली भाव जेतेबेले आमे गुरु को तत्वावधान न रही निजे करू सेतेबेले आमे जो स्तर को जाई की पहुंची जाऊ से स्तर रु फेरी आसीबाटा बेले बेले सहज होय जेते गुह्य विद्या जेते जो माने गुह्य विद्या शिखंती सेतेबेले गुह्य विद्या रे जेतेबेले से अन्य एक स्तर को चली जाती से स्तर रे एते घटना थाए जे ता भितरे हजी जानती माने एवं आउ केते गुडे जगह कौन हुए उच्च आकांक्षा निज भितर पड़ी आसे निजर जेतु अंतर ज्ञान डेभलप हुए गोटे कथा भी आपण मन मन बुझी पारिबे जे अंतर ज्ञान गुह्य विद्या रे आसीगला कोठी गुप्त धन रही मन करा जो कौन गोटे जगह पुଳାଏ सुना रूपा पोता ହେଇକି ଅଛି से ज्ञान भी आसी जाए जो से ज्ञान आसीगला तेणु धनर लोभ भी आसी जाई पारे एवं जेतेबेले सूक्ष्म सत्ता गुड़िक निज कबल रे रही जाती सेतेबेले तुमर महत आकांक्षा उच्च आकांक्षा बढ़ी जाई पारे ता फल कौन हम तमे कहबो मु सेही सत्ता गुड़ा को नहीं व्यवहार करी काम लगेबी ताहले आमे जो रूपांतर पई जो आम चेतनार रूपांतर हब आमर धीरे 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 एवं जो अग्रगति अभिमुखी आमर जो प्रस्तुति हम से विषय सब आमको कष्ट लगे आ जितेबाला सेगुड़ाक पाई तेणु एगुड़ाक भूली जाए आम से माति जा आ रूपांतर ना धरवा नहीं तेणु कुआडे हजी जीवे आम नाटकटी शुणी जो श्रीमंत लेखा से वैज्ञानिक माने वैज्ञानिक कलाकार योगी ये भाव आउ जड़े उद्यमी युवक जिते जाऊँच सेतेबेले समस्ते निज निज जो रुचि अनुसार जगत अटकी जाऊँ कलाकार अटकी जाऊँ जो बहुत सुंदर देखा जाऊँगी से कह एत सुंदर यही तो भगवान परिप्रकाश होती तेणु ये रहीकि मोर जो कालुकार्य जो मोर जो कलार सामर्थ्य रही विकास करी तेणु यहीटा ही भगवान जगत आउ आउ ऊर्ध्व को कौन अच्छी ना ना ये नुह यहीटा ही जगत सेमती वैज्ञानिक समस्ते निज निज गोटे गोटे जगार कौन रही जाऊँ जेतेबेले दिव्य चेतनार एकीभूत न होइथिबा सेतेबेले आमे जो जगार पशिले सेही जगत रे आमे बेले बेले घांटी हो जाऊ बेले बेले इतस्तत होइकी बुलू किंबा ता भितरे आमर आसक्ति आसी जे आमे लागी जाऊ आमे जड़ित होइकी रही जाऊ तेणु माँ बार कहते जे तुम्हें जेतेबेले दिव्य चेतना सहित एकीभूत हब सेतेबेले जाइकी तुम्हें प्रकृत ज्ञान असल सत्य असल ज्ञान संपर्क रे तुमर सचेतनता वृद्धि पाइब एवं तुमर अंतर्निहित असल विधानटी सहित तुमर एकात्मता लाभ हब एवं सेही ज्ञानटी जेतेबेले लाभ हो सेतेबेले तुमे जहा घटू बोली इच्छा करूथिबो ताहा घटई पारिबो एठी माँ आउ ता पर पैराग्राफ रे कहउछन्ती जेतेबेले तुमे दिव्य चेतना सहित परम चेतना सहित जो एकात्मता अर्जन करुच सेतेबेले तुमे भाव नहीं जे तुमर तुमे आवश्यक पूर्ण ज्ञान तुमे लाभ करने को दरकार नहले हो पार नहीं सेमती किसी जेतेबेले आम भितरे तीव्र आस्पृहा हेब एवं एक तीव्र व्याकुलता रहिब परम को ही केवल चाहिब ओनली दाइन बा आमे आम भाषा कहले ओनली मदर नन अदर जेतेबेले आमर निश्वास प्रश्वास रे भी केवल माँ थिबे मोर कथबार्ता रे मोर चिंता रे मोर भावना रे
ମୁଁ ଯୋଉ ଦୃଷ୍ଟିକୋଣ ନେଇକି ଯେତେବେଳେ କଳ୍ପନା ବି କରୁଛି, ସବୁଥିରେ ଯେତେବେଳେ ମା ରହିବେ, ସେତେବେଳେ ଆମର ପ୍ରୟାସର ତୀବ୍ରତା ଅଧିକରୁ ଅଧିକ ବଢି ବଢି ଯିବ। ଏବଂ ଆମେ ଯେତେବେଳେ ମାଙ୍କ ସହିତ ଏକାତ୍ମ ହେଇଗଲେ, ଭଗବାନଙ୍କ ସହିତ ପରମଙ୍କ ସହିତ ଯେତେବେଳେ ଏକାତ୍ମ ହେଇଗଲେ, ସେତେବେଳେ ଯୋଉ ବିଷୟରେ ଜ୍ଞାନ ଆବଶ୍ୟକ, ସେଇ ବିଷୟରେ ତୁମେ ଯଥାର୍ଥ ଜ୍ଞାନ ପ୍ରାପ୍ତ କରିବ, ସେଇ ସମୟରେ ସେଇ ବିଷୟରେ। କିନ୍ତୁ ତୁମେ ଭାବ ନାହିଁ ଯେ ପୁରା ସମୁଦାୟ ଅଂଶଟିକୁ ତୁମକୁ ଜାଣିବାକୁ ପଡିବ, ଦରକାର ପଡିବନି। ମା ଲେଖୁଛନ୍ତି, ମାତ୍ର ତାହାର ଅର୍ଥ ନୁହେଁ ଯେ ତୁମକୁ ସେଥିଲାଗି ଦିବ୍ୟ ଚେତନାର ସମୁଦାୟ ଭଣ୍ଡାରୀଟି ସହିତ ଜ୍ଞାନ ଯୁକ୍ତ ହୋଇ ରହିବାକୁ ପଡିବ। ତୁମର କ୍ରିୟାତ୍ମକତା ଗୁଡିକ ଯଥାର୍ଥ କ୍ରିୟାତ୍ମକତାରେ ପରିଣତ ହୋଇଯିବ ସତ, ମାତ୍ର ସେଥିଲାଗି ତୁମକୁ ଦିବ୍ୟ ପରମ ସତ୍ତାଙ୍କର ସକଳ କ୍ରିୟାତ୍ମକତା ରୂପୀ ଯାବତୀୟ ସମ୍ପଦ ଗୁଡିକର କଦାପି ଅଧିକାରୀ ହୋଇ ରହିବାକୁ ପଡିବ ନାହିଁ। ତଥାପି ଆପଣାର ନିଜ ଆୟତନଟି ମଧ୍ୟରେ ତୁମେ ନିର୍ଭୁଲ ଭାବରେ ସବୁକିଛି ଦେଖିବା ଲାଗି ସମର୍ଥ ହେବ। ବସ୍ତୁ ଗୁଡିକର ଯଥାର୍ଥ ସତ୍ୟ ଅନୁସାରେ ସେଗୁଡିକୁ ଦେଖିବାକୁ ସମର୍ଥ ହେବ। ଯୋଗର ପରିଭାଷା ଅନୁସାରେ ଏକାତ୍ମକତା ଦ୍ୱାରା ଉପଲବ୍ଧ ଜ୍ଞାନ ବୋଲି କୁହାଯାଏ। ଏହାକୁ ଆମେ ନିଶ୍ଚିତ ଭାବରେ ତାଠାରୁ ଅଧିକ ବୋଲି କହିବା, କାରଣ ଅନେକ ସାଧନା ମାର୍ଗ ଯେଉଁଭଳି ଏକାତ୍ମତାର ଅର୍ଜନ ଶିକ୍ଷା ଦେଇଥାନ୍ତି, ତାହା ତୁମ ଗୋଚର ଭୂମିର ସୀମା ଗୁଡିକୁ ଅଧିକ ବିସ୍ତୃତ କରିଦେଇଥାଏ ସତ, ମାତ୍ର ତଦ୍ୱାରା ତୁମେ କଦାପି ବସ୍ତୁଟିର ଅନ୍ତର୍ଭେଦ କରିପାରି ନଥାଅ। ତୁମେ ଚେତନାକୁ ଯୋଉ ଅନେକ ସାଧନା ମାର୍ଗ, ଅନ୍ୟ ସାଧନା ମାର୍ଗରେ ଯୋଉ ଏକାତ୍ମତା ଅର୍ଜନ କରି ଶିକ୍ଷା ଦିଆଯାଏ, କୌଣସି ଏକ ବସ୍ତୁ ସହିତ କେମିତି ଏକାତ୍ମ ହବ, ଆମେ ଅନେକ ସମୟରେ ଶୁଣିଛନ୍ତି ଏବଂ ତାକୁ ଗୋଟେ ମାନେ ବାହ୍ୟ ଘଟଣା ଭଳିଆ ଭାବିକିରି ଆମେ ରହିଯାଇଛନ୍ତି। ବେଳେ ବେଳେ ଆମେ କଥା ହେଇଛନ୍ତି କଣ ନା, ଗଛ ସହିତ ମା ଯେତେବେଳେ ଏକାତ୍ମ ହେଇଗଲେ, ତେଣୁ ସେତେବେଳେ ଗଛରେ ଯୋଉ ଗୁଣ୍ଡୁଚି ଯାଉଛି, ଅନ୍ୟ ଚଢେଇ ମାନେ ବସୁଛନ୍ତି, ପିମ୍ପୁଡି ଯିବା ଆସିବା କରୁଛନ୍ତି, ତାକୁ ମଧ୍ୟ ସେ ଅନୁଭବ କରିପାରିଲେ। ଇଏ ଏକାତ୍ମତା। ମାଙ୍କ କଥା, ମା ଏକାତ୍ମ ହେଇଥିଲେ ସେ ତ ନିଜେ ଦିବ୍ୟ ଚେତନାରେ ରହିଛନ୍ତି, ସେ ତ ନିଜେ ହଉଛନ୍ତି ଦିବ୍ୟ ଚେତନା। ଆମେ ମନେକର ଯୋଉ ଗଛ ସହିତ ବି ଏକାତ୍ମତା ହେଇପାରିବା ବା ଏକାତ୍ମତା ଅର୍ଜନ କରିପାରିବା, ଗଛ ସହିତ ଏକାତ୍ମ ହୋଇପାରିବା, ଏଇ ପ୍ରକାରର ଶିକ୍ଷା ମଧ୍ୟ ଅଛି। ପ୍ରାକ୍ଟିସ କେମିତି କରିବେ ଗଛ ସହିତ ଏକାତ୍ମ ହବା ପାଇଁ, ସେଇଟା ଜଣେ ଅନେକ କିଛି ଦିନ ଧରି ଯଦି 10-15 ଦିନ ଯଦି ପ୍ରାକ୍ଟିସ କରିବ, ତେବେ ଅନ୍ୟ ବସ୍ତୁ ସହିତ, ଅନ୍ୟ ଜୀବ ସହିତ ତମେ ଏକାତ୍ମ ହେଇପାରିବ। ଏବିନି ବସ୍ତୁ ସହିତ ଏକାତ୍ମ ହେଇକିରି ପଥରକୁ ଘୁଞ୍ଚେଇ ଦେଇ ହବ। ମାମୁଁ ଗୋଟେ କରନ୍ତି, ତମେ ଅନ୍ୟ ଜଣକୁ ମାନେ କହିବ, ସିଏ ଯୋଉ ଝୁଲେଇ ଦବ, ସିଏ ଝୁଲିବ। ଅନେକ ସମୟରେ ଲୋକ ଭାବନ୍ତି ଯେ ମାମୁଁ ବୋଧେ ହାତ ଏମିତି ଏମିତି କରଉଛନ୍ତି, ସେ ଝୁଲୁଛି, ତାକୁ କହିବ ଏ ତୁ ବାଁକୁ ଯା, ସେ ବାଁକୁ ଯିବ, ଏ ଡାଣକୁ ଯା, ଡାଣକୁ ଯା, ତାକୁ କହିବ ଜୋରରେ ବୁଲ, ଜୋରରେ ନାଇଁ ଏବେ ଧୀରେ ବୁଲ, ସେ ଧୀରେ ବୁଲିବ। ଜୋରରେ କମ ମାନେ ବୁଲିବ, ଧୀରେ ବୁଲିବ, ତମ କଥା ଅନୁସାରେ ବୁଲିବ। ତାକୁ ହଠାତ୍ ତମେ ଯଦି ଜାଣିନଥିବ, ତମେ ଭାବିବ ଯେ ମାମୁଁ ବୋଧେ ମୋ ହାତ ଧରେଇକିରି କଣ କରୁଛନ୍ତି ନା, ତାକୁ ନିଜେ ଜୋର କରଉଛନ୍ତି, ଧୀରେ କରଉଛନ୍ତି। ଯଦି ତୁମେ ଟିକେ ସଜ୍ଞାନ ହେଇକି ରହିବ, ଦେଖିବ ମାମୁଁ କେବଳ ହାତଟିକୁ ଧରିଥାନ୍ତି, ଛୁଇଁଥାନ୍ତି, ଏବଂ କିନ୍ତୁ ତମେ ତାକୁ ଯୋଉ ଭଳି ଭାବରେ ତୁମର ମନର ଶକ୍ତି ପ୍ରବେଶ କରି କହିବ ତୁ ଯା, ବାଁକୁ ଯା, ଡାହାଣକୁ ଯା, ନା ନାଇଁ ଧୀରେ ଧୀରେ କଣ ଯାଉ, ଜୋରରେ ଯା, ଜୋରରେ ଯା, ଜୋରରେ ଯା, ଆହୁରି ଜୋରରେ ଯା, ଆହୁରି ଜୋରରେ ଯା, ତମେ ଯେତେ ଜୋରରେ କହିବ ସେ ସେତେ ଜୋରରେ ଯିବ। ତାପରେ କହିବ ହଠାତ୍ କହିବ ତୁ ଧୀରେ ହେଇଯା, ସେ ସାଙ୍ଗେ ସାଙ୍ଗେ ଧୀରେ ହେଇକା ଚାଲିବ। ମାନେ ନିଜର ଯୋଉ ଶକ୍ତିଟିକୁ ତମେ ସେଇ ସ୍ଥାନାନ୍ତରିତ କରିପାରିବ, ସେଇଟା ଗୋଟେ ଛୋଟ ପ୍ରୟାସ। ସେଇଭଳି ଭାବରେ ତୁମେ ଦୂରରୁ ଚାହିଁକିରି ଯୋଉ ଲୋକ ତମେ ଦେଖିଥିବ, ଫିଲ୍ମରେ ଦେଖିଥିବ, ସିଏ ଏମିତି କରିକି ସେ ଏମିତି କରିବ, ସେ ପଥର ଟେକି ହେଇ ଯାଇ ପିଟି ହବ, ଚାରିଆଡୁ ପଳେଇ ଆସିକି ଯାଇ ବାଡେଇ ହବ। ଏଇ ଯୋଉଟା ହଉଛନ୍ତି, ଏଇଟା ତୁମେ କିଛି ଅଳ୍ପ ସାଧନା କଲେ ତମେ କରିପାରିବ। ମାନେ ତମେ ଚାହିଁଲେ ବସ୍ତୁଟାକୁ ଗୋଟେ ଏଡ ବଡ ପଥରଟା କିନ୍ତୁ ଉଠିବ, ସିଏ ହଁ ଉଠେଇ ପାରିବ। କିନ୍ତୁ ମା କହୁଛନ୍ତି ଏଇ ଯୋଉ ଏକାତ୍ମତା ଅର୍ଜନ ତମେ କରିବ, ଇଏ ତ ଉଠେଇବା କଥା କହିଲେ, ଏକାତ୍ମତା ତା ଭିତରେ ପଶି ଯାଇପାରିବ, ସେ କଣ ଭାବୁଛି, କଣ ଚିନ୍ତା କରୁଛି, ତା ବି ତମେ ଅନୁଭବ କରିପାରିବ। ଏଇ ଯୋଉ ଏକାତ୍ମତା ଅର୍ଜନ କରିବ, ଏଇଟା ତମକୁ ଗୋଟେ ବିସ୍ତୃତି ଦବ, ତମେ ଅନେକ ନୂଆ କଥା ଜାଣିବ, କିନ୍ତୁ ଏଇଟା ପୂର୍ଣ୍ଣ ଜ୍ଞାନ ତମକୁ ଆଣିଦବ ନାହିଁ ଏବଂ ଅନ୍ତର୍ଭେଦ କରିପାରିବନି। ତାମାନେ ସେଇ ଯୋଉ ବସ୍ତୁଟିଏ ବା ସେ ଯୋଉ ଘଟଣାଟିଏ ବା ସାମ୍ପ୍ରତିକ ପରିସ୍ଥିତିରେ
ସିଏ ଭଗବାନ ତାକୁ କୋଉ ଭଳି ଭାବରେ ବ୍ୟବହାର କରୁଛନ୍ତି, କଣ ତାର ସବୁ ଭବିଷ୍ୟ ନିର୍ଦ୍ଦିଷ୍ଟ, ସେ ସବୁ ଜିନିଷ ତୁମେ କିଛି ଜାଣିପାରିବ ନାହିଁ। ସତେଅବା ତା ବସ୍ତୁଟିର ଭିତରେ ଅ ରହି ବସ୍ତୁଟିକୁ ଦେଖୁଥାଏ ସତ, ମାତ୍ର ସେତେବେଳେ ତା ବସ୍ତୁଟିର କେବଳ ବସ୍ତୁ ଧର୍ମୀ ବିଭାଗଟିକୁ ଦେଖୁଥାଏ। ଆମେ କଥା ହଉଥିଲେ ଉଦାହରଣ ସ୍ୱରୂପ ଗୋଟେ ଗଛ ସହିତ ତମେ ଏକାତ୍ମ ହେଲ, ତେଣୁ କଣ ହେଲା ନା ତୁମେ ସେ ଗଛଟି ବିଷୟରେ ସକଳ ଜ୍ଞାନକୁ କଦାପି ଅର୍ଜନ କରିନଥାଅ। ଏପରି ହେବାର ଅତି ସହଜ କାରଣ ହଉଛି ଯେ ସ୍ୱୟଂ ଗଛଟି ମଧ୍ୟ, କାହିଁକି ଆମେ ଆଗରୁ କଥା ହଉଥିଲେ ଯେ ସ୍ୱୟଂ ଗଛଟି ମଧ୍ୟ ସେହିପରି ଏକ ଜ୍ଞାନର ଆଦୌ ଅଧିକାରୀ ରହିନଥାଏ। ଯେହେତୁ ଗଛଟିଏ ନିଜେ ପରମ ଜ୍ଞାନର ଅଧିକାରୀ ହିଁ ରହିନାହିଁ, ତୁମେ ଯେତେବେଳେ ଗଛ ସହିତ ଏକାତ୍ମ ହେଲ, ତେବେ ତୁମେ ତାର ଯୋଉ ପରମ ଜ୍ଞାନଟା, ପରମ ସତ୍ୟଟା କେମିତି ଜାଣିପାରିବ? ମୋ ସହିତ ଜଣେ ଏକାତ୍ମ ହବ, ସିଏ ମୁଁ ତ ନିଜେ ଅଚେତନାର ବା ଅଜ୍ଞାନତାର ଯୋଉ ଅନ୍ଧକାରର ଯୋଉ ସ୍ତରରେ ରହିଛି, ସେ ମୋ ସହିତ ଯେତେବେଳେ ଏକାତ୍ମ ହବ, ସେ ସେଇ ସ୍ତରକୁ ପଳେଇ ଆସିବ ନା। ଆଉ ସେ କୋଉଠି ଉଚ୍ଚତର ସ୍ତର କଥା ଜାଣିପାରିବ? ସେଇଥିପାଇଁ ଆମେ କଥା ହେଲେ ଯଦି ଦିବ୍ୟ ସତ୍ତାରେ ନିଜେ ପରମଙ୍କ ସହିତ ଏକୀଭୂତ ହେଇ ଦିବ୍ୟ ଚେତନା ସହିତ ଏକାତ୍ମତା ଯଦି ଆମେ ଅର୍ଜନ କରୁଛନ୍ତି, ତାହେଲେ ଆମେ ପ୍ରକୃତ ସତ୍ୟ ଟିକେ ଜାଣିବା ପାଇଁ ସମର୍ଥ ହେଇପାରିବା। କଣ କଣ କରିବାକୁ ପଡିବ? ମା କହୁଛନ୍ତି ତୁମେ ଅଭିପ୍ସା କରିବ। ମା ଲେଖୁଛନ୍ତି ଅଭିପ୍ସା ଅନେକ ଉପାୟ ରହିଛି, ତୁମେ ଅଭିପ୍ସା ଦ୍ଵାରା ତା ଅର୍ଜନ କରିପାରିବ, ସମର୍ପଣ ଦ୍ଵାରା ବି କରିପାରିବ, ମା କହୁଛନ୍ତି ଅନ୍ୟ କୌଣସି ଉପାୟରେ ବି କରିପାରିବ। ନିଷ୍ଠା ଏବଂ ଅଧ୍ୟବସାୟ ସହିତ ଆମେ ଯେଉଁ ଉପାୟଟିକୁ କାମରେ ଲଗାଇବା, ଆମେ ସେଇଟି ଦ୍ଵାରା ତାହା କରିପାରିବା। ଏକରେ କହିଲେ ଅଭିପ୍ସା ଦ୍ଵାରା, ଦୁଇରେ କହିଲେ ସମର୍ପଣ ଦ୍ଵାରା, ତିନିରେ କହିଲେ ନିଷ୍ଠା ଏବଂ ଅଧ୍ୟବସାୟ ସହିତ ତୁମେ ଯେକୌଣସି ଉପାୟକୁ ଅବଲମ୍ବନ କରିପାରିବ ପରମ ଦିବ୍ୟ ସତ୍ତାଙ୍କ ସହିତ ଏକୀଭୂତ ହବା ପାଇଁ, ତାଙ୍କ ସହିତ ଏକାତ୍ମତା ଅର୍ଜନ କରିବା ପାଇଁ। ପରମ ଦିବ୍ୟ ସତ୍ତାଙ୍କ ପାଖରେ ଯାଇ ପହଞ୍ଚିବା ଲାଗି ତୁମେ ଯୋଉ ସଂକଳ୍ପଟି କରିଛ, ସେଇ ତାହାରି ପଛରେ ହିଁ ତୁମର ସମଗ୍ର ପ୍ରକୃତି ସେଇ ଅନୁସାରେ ଅଗ୍ରସର ହେବା ଲାଗି ତୁମକୁ ଯେଉଁ ପ୍ରଚୋଦନା ଦେଉଥାଏ, ତାହା ହିଁ ହେଉଛି ଅଭିପ୍ସା। ତେଣୁ ତୁମେ ଯୋଉ ସଂକଳ୍ପ କରୁଛ, ତାରି ସେଇ ସଂକଳ୍ପରେ ପଥରେ ଅଗ୍ରସର ହବା ପାଇଁ ଆମ ଭିତରେ ଯୋଉ ପ୍ରେରଣା ଆସୁଛି, ସେଇଟା ହିଁ ତୁ ଯୋଉ ଅଭିପ୍ସା। ଆପଣାର ଅହଂର ନାନାବିଧ ସୀମାକୁ ତ୍ୟାଗ କରିପାରିବାକୁ ହେଲେ ଆମେ ସମର୍ପଣ ବୋଲି ଆଖ୍ୟା ଦେଇପାରିବା। ଯେତେବେଳେ ଅହଂକୁ ତ୍ୟାଗ କରିପାରୁଛନ୍ତି, ତାକୁ ଆମେ ସମର୍ପଣ ବୋଲି କହିପାରିବା। ଦିବ୍ୟ ପରମ ସତ୍ତାଙ୍କ ପାଖରେ ନିଜକୁ ସମର୍ପି ଦେବାର ଅର୍ଥ ହଉଛି ଆପଣାର ସଂକୀର୍ଣ୍ଣ ସୀମା ଗୁଡିକୁ ପରିତ୍ୟାଗ କରିବା ଏବଂ ସେହି ପରମ ସତ୍ତାଙ୍କର ଆକ୍ରମଣ ଲାଗି ଆପଣାର ଦ୍ୱାରକୁ ଉନ୍ମୁକ୍ତ କରି ରଖିବା ଏବଂ ତାଙ୍କର ଲୀଳା ପାଇଁ ନିଜକୁ ଗୋଟିଏ କେନ୍ଦ୍ରରେ ପରିଣତ କରିଦେବା। ଭଗବାନଙ୍କୁ ମୋ ଭିତରେ କାର୍ଯ୍ୟ କରିବା ପାଇଁ ଛାଡିବା, ଏଇଟା ସହଜ ହୁଏନି ସମସ୍ତଙ୍କ ଦ୍ୱାରା। ସମସ୍ତେ ନିଜକୁ ଭଗବାନଙ୍କ ଠାରୁ ପୃଥକତ୍ୱ ଅନୁଭବ କରିବା ପାଇଁ ଭଲ ପାଆନ୍ତି। ଲୋକେ କୁହନ୍ତି ଯେ ଯଦି ମୁଁ ଭଗବାନଠୁ ଅଲଗା ହିଁ ନ ରହିଛି, ସେଥିପାଇଁ କଣ କଣ ଚିନି ଖାତେ ଚାହିଁନି, ଚିନି ହୋତେ ଚାହି, ଏଇଟା ସମସ୍ତଙ୍କ ଦ୍ୱାରା ହୁଏ ନା। ମୁଁ ଚିନି ହୋଇ ଉଠିବି କେହି ଭାବନ୍ତି ନାହିଁ, ସମସ୍ତେ ଭାବନ୍ତି ମୁଁ ଚିନି ଖାଇକରି ଆନନ୍ଦ ପାଇବି। ଚିନି ଖାତେ ଚାହି ଓଲଟାଟା ହେଇଯିବ। ଏଠି କଣ ହବ? ଚିନି ହୋତେ ଚାହେଁ, ଚିନି ଖାତେ ଚାହି। ତେଣୁ ଯେତେବେଳେ ତୁମେ ପରମ ସତ୍ତାଙ୍କର ଦ୍ୱାରା ଯନ୍ତ୍ର ହେବା ପାଇଁ ଚାହୁଁଛ, ସେତେବେଳେ ଚିନି ଖାତେ ଚାହେଁ ନା କହିଲେ ହବ ନାହିଁ। ନିଜକୁ ଭଗବାନ ଠାରୁ ଅଲଗା କରି ରଖିଲେ ହବ ନାହିଁ। ଚିନି ହୋତେ ଚାହି, ତାମାନେ ତୁମେ ଭଗବାନଙ୍କ ସହିତ ଏକାତ୍ମ ହେବାକୁ ଚାହିଁବ, ତା ପାଇଁ ସେଥିପାଇଁ ନିଜକୁ ପ୍ରସ୍ତୁତ କରିବ। ସେଥିପାଇଁ ଯୋଉ କହିଲେ ନିଜକୁ ଭଗବତ ଦିବ୍ୟ ସତ୍ତାର ଲୀଳା ପାଇଁ ଗୋଟିଏ କେନ୍ଦ୍ରରେ ପରିଣତ କରିଦେବା। ତାମାନେ ଆମ ଭିତରେ ଗ୍ରହଣଶୀଳତା ରହିବା ଦରକାର, ପ୍ରସ୍ତୁତ ହବା ଦରକାର ଯେ ନାହିଁ, ଯଦି ନିଜ ଭିତରେ ଧାରଣା ରହିଲା ଯେ ମୁଁ ଯାହା ଜାଣିଛି ଠିକ, ମୋର ଯେତିକି ଜ୍ଞାନ ଅଛି ସେଟା ହଉଛି ସର୍ବୋତ୍ତମ ଜ୍ଞାନ, ଏଇ ଯୋଉ ଅହଂ ଭାବଟି ରହିଲା, ତେବେ ଦିବ୍ୟ ଚେତନା ତୁମକୁ କେନ୍ଦ୍ର କରିପାରିବ ନାହିଁ। ଦିବ୍ୟ ଚେତନା ତୁମ ଭିତରେ ପ୍ରତିଷ୍ଠିତ ହୋଇପାରିବ ନାହିଁ। କାହିଁକିନା ସେ ରାସ୍ତା ପାଇଲାନି, ବାଟ ପାଇଲାନି, କାହାକୁ ବେଶ କରି କାମ କରିବ? ତୁମେ ତ କହୁଛ ତୁମେ ସବୁ ଜାଣିଛ, ତୁମେ ତ କହୁଛ ତୁମେ ବଡ ଜ୍ଞାନୀ, ଆଉ ତୁମର ସବୁ ଦରକାର, ଆଉ ସେଠି କୋଉଠି ହବ? ତେଣୁ ଯୋଗୀ ମାନେ କଣ କରନ୍ତି? ଏଇ କଥାଟିକୁ ସ୍ମରଣ ରଖିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ଏବଂ ଆମେ କରିବା ଉଚିତ। କହୁଛନ୍ତି କେତେ କେତେ ବେଳେ ବେଳେ ଜଣେ ଜଣେ ଯୋଗୀ ବିଶ୍ୱ ଚେତନାକୁ ତାଙ୍କର ପ୍ରିୟ ବସ୍ତୁ ବୋଲି ଘୋଷଣା କରନ୍ତି।
ମା କହୁଛନ୍ତି ସେଠି ମଧ୍ୟ ସେମାନେ ଭୁଲ କରନ୍ତି, କାରଣ ବିଶ୍ଵ ଚେତନା नो डाउट गोटे विशाल, किंतु ताकू तुमर प्रिय वस्तु बोली कहवा अर्थ होची तथापि भी तुम्हें भगवान ठाରୁ ନିଜକୁ ପୃଥକତ୍ୱ କରି ରଖିଲ। ତୁମର ସବୁବେଳେ ରହିବା କଥା କଣ? ଦିବ୍ୟ ପରମ ସତ୍ତା। ମା ସେଟା ତାହାକୁ ହିଁ ସମତୁଲ କରି ଆମେ ଦିବ୍ୟ ପରମ ସତ୍ତା ବୋଲି କହିପାରିବା ନାହିଁ। ତେଣୁ ତାକୁ ତମେ ଦିବ୍ୟ ପରମ ସତ୍ତା କହିପାରିବ ନାହିଁ। ଯିଏ କହୁଛି ଯେ ବିଶ୍ଵ ଚେତନା ହଉଛି ମୋର ପ୍ରିୟ ବସ୍ତୁ, ତେଣୁ ଚିନ୍ତା କରନ୍ତୁ କୋଉ ଲେବୁଲ ର କଥା କହୁଛନ୍ତି। ଯିଏ ନିଜକୁ ଅତି ବିଶାଳ ବ୍ୟାପକ ବି କହୁଛି, ସିଏ ଯିଏ ଦିବ୍ୟ ପରମ ସତ୍ତାଙ୍କ ସହିତ ଏକାତ୍ମ ହେଇଛି, ତୁମେ ତାହା କହିପାରିବ ନାହିଁ। ତୁମେ ଇଚ୍ଛା କଲେ ଅନୁପ୍ରସ୍ଥ ଭାବରେ ଆପଣାର ସୀମା ଗୁଡିକୁ ବେଶ ଭାଙ୍ଗି ପ୍ରଶସ୍ତ କରିଦେଇପାର, ମାତ୍ର ସେଇ ପ୍ରଶସ୍ତତା ବୋଧ ଏବଂ ବିଶ୍ୱମୟ ବିବିଧତାକୁ ଯଦି ଦିବ୍ୟ ପରମ ସତ୍ତାଙ୍କର ସମବାଚୀ ବୋଲି ଗ୍ରହଣ କରିବସ, ତେବେ ତୁମେ ତଦ୍ୱାରା ଭୁଲ କରିବସ। ମା ଲେଖୁଛନ୍ତି ଏଇଟା ମନେ ରଖିବା। ଆମେ ବେଳେ ବେଳେ ଆମ ଭିତରେ ସେଇ ଅହଂଭାବ ଆସିଯାଏ। ମା କହୁଛନ୍ତି ତୁମେ ତୁମର ସୀମା ଗୁଡିକୁ ଭାଙ୍ଗି ଦେଇ ପାରୁଛ। ଇଏ ଗୋଟେ ସାମର୍ଥ୍ୟ, ଇଏ ଗୋଟେ ବଡ ସାମର୍ଥ୍ୟ ଡେଭଲପ ହେଲାଣି। ଯେ ଅହଂ ଆମକୁ ଅଟକେଇ ରଖୁଥିଲା, ବର୍ତ୍ତମାନ ମୋର ଯେତେ ଗୋଟେ ସୀମା ଅଛି ତାକୁ ବର୍ତ୍ତମାନ ମୁଁ ଭାଙ୍ଗି ପାରୁଛି। ଭାଙ୍ଗି ସାରି ପାରିଲା ମଧ୍ୟ, ଭାଙ୍ଗି ସାରିଲା ପରେ ମଧ୍ୟ ବିଶ୍ୱମୟ ବିବିଧତା ପ୍ରଶସ୍ତତା ବୋଧ ସହିତ ତୁମେ ଏକ ହେଇଗଲା ପରେ ମଧ୍ୟ ତୁମେ କହିପାରିବ ନାହିଁ ଯେ ତୁମେ ଦିବ୍ୟ ପରମ ସତ୍ତାର ସମବାଚୀ ହେଲଣି। ଜଣେ ଯେତେବେଳେ ମାଙ୍କୁ ଥରେ ପଚାରୁଥିଲେ ଯେ ମା ଆମେ ଶ୍ରୀଅରବିନ୍ଦ ହୋଇପାରିବାନି, ମା କହିଲେ ନା, ତମେ ଶ୍ରୀଅରବିନ୍ଦ ହୋଇପାରିବନି। କାହିଁକିନା ପରମ ଚେତନା, ଶ୍ରୀଅରବିନ୍ଦ ହଉଛନ୍ତି ପରମ ଚେତନା। ତମେ ପରମ ଚେତନାଙ୍କ ପାଖକୁ ଆହୁରି 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 ଯେତେ ଅଗ୍ରଗତି କରୁଥବ, ତାଠାରୁ ଆହୁରି ଅଧିକ ହଉଛନ୍ତି ପରମ ଚେତନା। ତେଣୁ ବିଶ୍ୱମୟ ବୋଧତା ତମ ଭିତରେ ଆସିପାରେ, ବିଶ୍ୱମୟ ବିବିଧତା ଆସିପାରେ, ପ୍ରସକ୍ତ ବୋଧ ଆସିପାରେ, କିନ୍ତୁ ତା ଅର୍ଥ ତମେ କହିପାରିବ ନାହିଁ ଯେ ତମେ ଦିବ୍ୟ ପରମ ସତ୍ତାଙ୍କର ସମବାଚୀ ହେଇଗଲଣି। ଏଟା ମନେ ରଖିବା। କାରଣ ବିଶ୍ୱାତୀତ ପରମ ସତ୍ୟର ଉପଲବ୍ଧି ନ କରି ମଧ୍ୟ ତୁମେ ବିଶ୍ୱଗତ ଚେତନାରେ ବେଶ ଅଂଶଗ୍ରହଣ କରିପାର। ବିଶ୍ୱ ବାହାରେ ଆହୁରି କେତେ କଥା ରହିଛି, ତା ସହିତ ତୁମେ ଏକୀଭୂତ ନ ହେଇକି ମଧ୍ୟ ତୁମେ ବିଶ୍ୱ ଭିତରେ ରହିଥିବା ଅନେକ ଜ୍ଞାନ ହାସଲ କରିପାର, ଅନେକ ଉପଲବ୍ଧି ହାସଲ କରିପାର, ପରମ ସତ୍ୟକୁ ଉପଲବ୍ଧି କରିପାର। ଅନ୍ୟ ପକ୍ଷରେ ପରମ ଦିବ୍ୟ ସତ୍ତାଙ୍କର ସମୀପବର୍ତ୍ତୀ ହେବା ଦ୍ୱାରା ଆମେ ବିଶ୍ୱଗତ ଉପଲବ୍ଧିର ବି ଅଧିକାରୀ ହୋଇପାରିବା ଏବଂ ତଥାପି ମିଥ୍ୟା ଭିତରୁ ମୁକ୍ତ ହୋଇ ରହିଥିବା। ଆମେ ପରମଙ୍କ ସହିତ ଦିବ୍ୟ ସତ୍ତାଙ୍କ ପରମ ସତ୍ତାଙ୍କ ସହିତ ଯେତେବେଳେ ଏକୀଭୂତ ହେଇପାରିବା, ସେତେବେଳେ ଆମେ ବିଶ୍ୱଗତର ବିଶ୍ୱ ଭିତରେ ଯେତେ ପ୍ରକାର ଉପଲବ୍ଧି ରହିଛି ତାକୁ ମଧ୍ୟ ପ୍ରାପ୍ତ କରିବା। ପ୍ରାପ୍ତ କରିବା ସହିତ ଏ ସବୁଥିରୁ ମୁକ୍ତ ବି ରହିପାରିବା। ମା ମା थैंक यू ऑल। बराबर।